नमस्कार बंधुगण, जय श्री कृष्ण। भक्ति सागर सस्मिता चैनल आपण मानंको स्वागत। आज आपण मानंको पय प्रस्तुत पद्म पुराण। एही पवित्र श्रावण मासरे पद्म पुराण पाठ करिबा किंबा श्रवण करिबा द्वारा अपार पुण्य फल प्राप्त होइथाय। पद्म पुराण को भगवान विष्णुंकर हृदय पद्म बोली कहा जाए। श्रावण मास हेउछि भगवान शिव एवं विष्णु उभयंकर आराधनार एक पवित्र समय। तेणु एही समय रे एहाको पाठ करिबार महत्व बहु गुणित होइथाय। एही पद्म पुराण पाठ करिबा द्वारा बा श्रवण करिबा द्वारा जानतरे हेउ बा अजाणतरे होइथिबा समस्त पाप नष्ट होइथाय एवं मनुष्य मोक्ष आड़कू अग्रसर होइथाय। मनर समस्त अशांति द्वंद्व एवं भय दूर होई परम शांति और संतोष मिलता है। परिवार रे धन जस निरोगी स्वास्थ्य एवं दीर्घायु प्राप्ति होता है। परिवार रे धन जस निरोगी स्वास्थ्य एवं दीर्घायु प्राप्ति होता है। श्रावण मासरे एहार पाठ कले घरे बसी समस्त पवित्र तीर्थ दर्शनर समान पुण्य फल मिलता है। घरु नकारात्मक शक्ति रोग शत्रु भय एवं प्राकृतिक विपत्तिर प्रभाव दूर होता है। तेबे आसंत बंधुगण आरंभ करिबा पद्म पुराण। चैनल जदि नुआ अछंती चैनल को सब्सक्राइब करी कमेंट बॉक्स रे जय श्री कृष्ण लिखिबाकू जमा भी कुंठाबोध करिवेनी। प्रथमे आसंतो श्री लक्ष्मी नारायणंकर स्तुति पाठ करिबा तापरे आरंभ करिबा पद्म पुराण। जय लक्ष्मी नारायण जुगल मूरति, जय लक्ष्मी नारायण अगतिर गति, जय लक्ष्मी नारायण गरुड़ आसन, जय लक्ष्मी नारायण वैकुंठ भुवन। तुम्भे बेनि जगतर अटमाता पिता, जगत कल्याणे तुम्भ वात्सल्य ममता। कीटु ब्रह्म जाए जेते प्राणी आत जात, तुम्भरी करुणा पुरी रहिछि सतत। तुम्भ इच्छा बिना वृक्षे पत्र न कळे, तुम्भ इच्छा बिना काहे पवन न चले। तुम्भरी इच्छारे सदा बहे निर्झरिणी, तुम्भरी इच्छारे शस्य दियई धरणी। तुम्भरी आज्ञारे रवि प्रकाशे किरण, तुम्भरी आज्ञारे हुए सदा राति दिन। तुम्भरी करुणा बळे 14 भुवन, आनंदे गढ़िले प्रभु सावित्री रमण। तुम्भरी कल्याण लभी प्रभु पंचानन, सृष्टि संहार दायित्व करन्ति बहन। अनंत कोटि ब्रह्मांड माळमाळ होई, तुम्भलोमकूपे सदा शोभा पाउथाई। नमस्ते नमस्ते आहे क्षीर सिंधु मुद्रा, अनंत अंकरे सदा तुम्भ जोग निद्रा। पाद मंचाळन्ति सदा लक्ष्मी ठाकुराणी, जे जुग्मक चरणे मुहि करई दईने।
ଲକ୍ଷ୍ମୀ ନାରାୟଣ ନାମ ଥିବ ଯାର ତୁଣ୍ଡେ, କୌଣସି ସମୟେ ଯମ ନ ଦଣ୍ଡେ। ଲକ୍ଷ୍ମୀ ନାରାୟଣ ନାମ ହେଉ ଗୋଳାମାଳି, ଶ୍ରୀ ଛାମୁରେ ଦାସ କରୁଅଛି ଅଳି। ଏବେ ଆସନ୍ତୁ ଆରମ୍ଭ କରିବା ପଦ୍ମପୁରାଣ। ପୂର୍ବ ଅଧ୍ୟାୟରେ ପଢ଼ିଥିଲେ ପୁରୁଷୋତ୍ତମ ନାମ ମହିମା ଓ ଉଦ୍ବିଗ୍ନ ଶୂଦ୍ର ଚରିତ। ଏତେ ଯୋଗ ଶାସ୍ତ୍ର ନୀତି ତୋ ଆଗେ କହିଲି, ଦେଖତ ବାସନା ମୁଁ ଛଡ଼ାଇ ନ ପାରିଲି। ଏବେ ନ ଛାଡ଼ିଲୁ ସଂସାରରେ ଅନୁରାଗ, ଦିବ୍ୟ ବସ୍ତ୍ର ଅଳଙ୍କାର ରତ୍ନ କଲୁ ଭୋଗ। ଧିକ ମୂର୍ଖ ପାପୀ ବିପ୍ର ଶିଷ୍ୟ ହେଲୁ ମୋର, ଦୀକ୍ଷା ଦେଲେ ପାପ କର୍ମ ନଗଲା ତୋର। ଆମ୍ଭର ଶିଷ୍ୟ ହୋଇଣ କଳଙ୍କ ରଖିଲୁ, ସଂସାରରେ ନିନ୍ଦା କର୍ମ ସକଳ ଅର୍ଜିଲୁ। ପାପୀ ଅହଙ୍କାରୀ କୋପି ଗୁରୁଦ୍ରୋହୀ ଜନ, ଭକ୍ତିହୀନ ଗୁରୁ କୀର୍ତ୍ତି କରନ୍ତି ନାଶନ। ଦେଶନେ ଦୁର୍ଗନ୍ଧ ପଦାର୍ଥରେ ଲିପ୍ତ ହୋଇ, ସୁବାସିତ ଚନ୍ଦନକୁ ମାଛି ନ ଶୁଙ୍ଘଇ। ଦୁଷ୍ଟ ଲୋକ ନୁହେଁ କେବେ ଧର୍ମ ମାର୍ଗେ ରତ, ପୁଣ୍ୟବନ୍ତ ଲୋକମାନେ ହୁଅନ୍ତି ମୁକତ। ତୁ ପାତକୀ ଦ୍ୱିଜବର ଟୁ ମୂର୍ଖ ମତି, ଧିକ ଧିକ କହିଲାଣି ତୋତେ ହରି ଭକ୍ତି। ଏତେ କହି ଦାନ୍ତ ଋଷି ହେଲେ କୋପ ଭର, ଭୟ କମ୍ପି ଭଦ୍ର ତନୁ ପଡ଼ିଲା ପାଦର। ଉଠି କର ଯୋଡ଼ି ସେହି ବିନୟରେ କହି, ଅପରାଧ କ୍ଷମା କର ଶୁଣି ମା ଗୋସାଇଁ। ମୋହର ସକାଶୁ ତୁମ୍ଭ ନହିବ ଯଶ, କୋପ ସଂହାରନ୍ତୁ କିଛି କରି ନାହିଁ ଦୋଷ। ଯାହା ମୁଁ କହିବି ଦେବ ସାବଧାନେ ଶୁଣ, ତୁମ୍ଭ ଉପଦେଶ ଆନ କରି ନାହିଁ ଜାଣ। ତୁମ୍ଭ ଆଜ୍ଞା ପାଇ ମୁହିଁ ତପସ୍ୟା କଲଇଁ, ବର ଯାଚି ଦେଲେ ହରି ସୁପ୍ରସନ୍ନ ହୋଇ। ମୋହର ସଙ୍ଗତେ ମିତ୍ର ହେଲେ ନାରାୟଣ, ଶ୍ରୀଅଙ୍ଗର କାଢ଼ି ଦେଇ ଅଛନ୍ତି ଭୂଷଣ। କୌତୁକେ ପେଣ୍ଡୁ ଖେଳ ମୋ ସଙ୍ଗରେ ଖେଳ, ପ୍ରତିଦିନ ଏହି ବଡ଼ ଦାଣ୍ଡରେ ଶ୍ରୀପତି। ମୋଠାରେ ବଡ଼ ଅନୁଗ୍ରହ ଶ୍ରୀହରିର, ସତ କହୁଅଛି ଗୁରୁ ତୁମ୍ଭର ଆଗର। ତୁମ୍ଭ ଉପଦେଶ ଛାଡ଼ି ଆନ କରି ନାହିଁ, ଏକଥା ପ୍ରମାଣ କୋପ ନ କର ଗୋସାଇଁ। ଅଳ୍ପ ଦିନେ ତପ କଲି ତୁମ୍ଭ ଉପଦେଶେ, ପ୍ରସନ୍ନ ହୋଇଲେ ମୋତେ ଦେବ ପିତବାସେ। ଶ୍ରୀଭୁଜେ ମୋ ଦେହ ଯାକ ଭୂଷଣ ମଣ୍ଡିଲେ, ନିଜ କ୍ରିୟା କର୍ମ ତପ ସବୁ ଛଡ଼ାଇଲେ। ଶୁଣି ଦାନ୍ତ ଋଷି ତହୁଁ ରହିଲେ ସ୍ଥକିତେ, ବୋଇଲେ ଭବିପ୍ର ମନେ ନଉଛି ପରତେ। 10 ସହସ୍ର ବରଷ ମୁଁ ତପସ୍ୟା କଲଇଁ, ପ୍ରସନ୍ନ ନହିଲେ ମୋତେ ଲକ୍ଷ୍ମୀ ଦେବୀ ସାଇଁ। ଅଳ୍ପ ଦିନ ହେଲା ତୋତେ ଦେଲି ଉପଦେଶ, କେମନ୍ତେ ପ୍ରସନ୍ନ ହେଲେ ସେହି ପ୍ରୀତବାସ। ଯେବେ ଦେଖାଇବୁ ମୁହିଁ କୃଷ୍ଣଙ୍କୁ ଦେଖିବି, ତେବେ ତୋ କଥା ସତ ବୋଲି ବ୍ରତ ଯିବି। କି ରୂପରେ ତପ କଲୁ ମୋତେ କହିଦିଅ, ମୁହିଁ ତୋର ଗୁରୁ ମୋତେ ମୁକତି କରାଅ। ଭଦ୍ରତନୁ କହେ ଶୁଣ ଶ୍ରୀ ଗୁରୁ ଗୋସାଇଁ, ତୁମ୍ଭ ଉପଦେଶ 5 ଦିନ କଲି ମୁଇଁ। ଅହରାତ୍ର ହରି ନାମ
ଜପିଲି ହୃଦୟରେ ନିବର୍ତ୍ତିଲେ ଇନ୍ଦ୍ରୀ ମାନେ ମନ ସହିତରେ ପ୍ରସନ୍ନ ହୋଇଣ ହରି ବର ଯାଚି ଦେଲେ ସତ କହୁଅଛି ମୋର ସଙ୍ଗେ ମିତ୍ର ହେଲେ ଏହା ଶୁଣି ଦାନ୍ତ ଋଷି ହୋଇ ହୃଷ୍ଟ ମନ ତକ୍ଷଣେ ଭଦ୍ରତନକୁ କଲେ ଆଲିଙ୍ଗନ ମନେ ବିଚାରିଲା ଏବେ ଜୀବ ମୋ ଦୁର୍ଗତି ଭଦ୍ରତନ ଶିଷ୍ୟ ଲାଗି ପାଇବି ମୁକତି ଭଦ୍ରତନ ଚାହିଁଣ ଯେ ପୁଣି ମୁନିବର ଯାହା ମୁଁ କହିବି ବାବୁ ମୋର ବୋଲ କର ଗୁରୁ ମନ୍ତ୍ର ଉପଦେଶ ଦେଇଥିଲି ତୋତେ ସଫଳ ହୋଇଲା ଦିଅ ଦକ୍ଷିଣା ତୁ ମୋତେ ଏ ମୋର ଗୁରୁ ଦକ୍ଷିଣା ଦେବୁ ବିପ୍ରବର ମୋହ ପାଦ ଛୁଇଁ କରି ସତ୍ୟ ତୁହି କର ଶୁଣି ଭଦ୍ରତନୁ ପାଦ ଛୁଇଁ ସତ୍ୟ କଲା ଯାହା ଆଜ୍ଞା କର ତାହା ଦେବ ହିଁ ବୋଇଲା ଦାନ୍ତରୁ ସେ କହିଲେ ତୁ ହରି ଦେଖାଇବୁ ତେବେ ମୋ ଗୁରୁ ଦକ୍ଷିଣା ସମସ୍ତ ସୁଝିବୁ ପ୍ରତ୍ୟକ୍ଷରେ ଭଦ୍ରତନୁ ତୁ ହି ଭଗବାନ କୃତାର୍ଥ ତୁ କର ହରି କରାଇ ଦର୍ଶନ ଭଦ୍ରତନୁ ଗୁରୁଙ୍କର ପାଦରେ ପଡ଼ିଲା ଶ୍ରୀହରିଙ୍କି ଦେଖାଇବି ଏମନ୍ତ ବୋଇଲା ତୁମ୍ଭର ନିମନ୍ତେ କୃଷ୍ଣ ପାଦରେ ପଡ଼ିବି ଅବଶ୍ୟ ତୁମ୍ଭଙ୍କୁ ଦର୍ଶନ କରାଇବି ଶୁଣି ଦାନ୍ତ ଋଷି ତହୁଁ ବେଗରେ ସେ ଗଲେ ଆଶ୍ରମ ପରେ ଶ୍ରୀହରିଙ୍କି ଧ୍ୟାଇ ରହିଲେ ଭଦ୍ରତନୁ ନିଜାଶ୍ରମେ ହୋଇଣ ପ୍ରବେଶ ଯାହାକୁ ପ୍ରସନ୍ନ ହୋଇଛନ୍ତି ପିତବାସ ଏକ ଦିନେ ଭଦ୍ରତନୁ ଶ୍ରୀହରି ସଙ୍ଗରେ ପେଣ୍ଡୁ ଖେଳ ଖେଳୁଥିଲେ ସେ ବଡ଼ ଦାଣ୍ଡରେ ପେଣ୍ଡୁ ଖେଳରେ ହରସ ହୋଇ ଭଗବାନ ଭଦ୍ରତନୁ ବିପ୍ରକୁ ଯେ କଲେ ଆଲିଙ୍ଗନ ବୋଇଲେ ମୁଁ ତ ସହେଲି ଆରେ ବିପ୍ରବର ମାଗ ତୋର ମନରଥ ଅଛି ଯେ ମନର ଭଦ୍ରତନୁ ବୋଇଲେ ଯେ ଶୁଣ ଲକ୍ଷ୍ମୀପତି ଗୁରୁ ମୋର ଦାନ୍ତ ଋଷି ଏଠାରେ ଅଛନ୍ତି ସେବା କରୁଥାନ୍ତି ତୁମ୍ଭ ପଦେ ନିରନ୍ତରେ ଏ ତୁମ୍ଭ ପବିତ୍ର ନାମ ଜପନ୍ତି ହୃଦୟରେ ଅନୁଗ୍ରହ କରି ମୋତେ ଦେଲେ ଜ୍ଞାନ ଜ୍ଞାନ ତାହାଙ୍କ ସକାଶୁ ମୋର ପାପ ହେଲା ଲୀନ ତାଙ୍କ ଉପଦେଶ ତୁମ୍ଭ ପାଦ ମୁଁ ସେବିଲି ପ୍ରସନ୍ନ ହୋଇଲ ଭବ ସାଗର ତରିଲି ଦିନେ ସେ ବୋଇଲେ ମୋତେ ଦକ୍ଷିଣା ଯେ ଦିଅ ଶ୍ରୀକୃଷ୍ଣଙ୍କ ରୂପ ମୋତେ ଦର୍ଶନ କରାଅ ଯେବେ ଭଦ୍ରତନୁ କୃଷ୍ଣ ରୂପ ଦେଖାଇବୁ ତେବେ ଗୁରୁ ଦକ୍ଷିଣା ମୁଁ ସମସ୍ତ ସୁଝିବୁ ତୁମ୍ଭ ମିତ୍ର ପଣେ ମୁଁ ତା କଲି ଅଙ୍ଗୀକାର ଅନୁଗ୍ରହ କର ଆହେ ଦେବ ଚକ୍ରଧର ଏତେ କହି ଭଦ୍ରତନୁ ପାଦରେ ପଡ଼ିଲା ଗୁରୁଙ୍କୁ ଦର୍ଶନ ମୋର ଦେବ ହେ ବୋଇଲା ମୋଠାରେ ଯେବେ ତୁମ୍ଭେ ଅନୁଗ୍ରହ ଥିବ ତେବେ ମୋ ଗୁରୁଙ୍କୁ ନିଜ ରୂପ ଦେଖାଇବ ଦାସ ମୁଁ ଅଟଇ ତୁମ୍ଭ ଚରଣ ପଙ୍କଜେ ନଇଲେ ସଂସାରେ ରହି ନ ପାରିବି ଲାଜେ ନାମ ବହି ଅଛ ତୁମ୍ଭେ କରୁଣା ସାଗର ବୋଲୁଛ ଭକତ ଠାରୁ ବଡ଼ ନାହିଁ ମୋର ଆପଣା ବଚନେ ଦେବ
आपणे पाଳିब। मो पाई श्री गुरुଙ୍କୁ दर्शन देव। श्रीकृष्ण बोलती तु हो शुण विप्रवर। जन्म जन्मांतरे भक्त अटो जे मोहर। तोहर मोहर पूर्व भेद किछि नाही। अल्प दिन तू लभिलु तेणु ज्ञान पाई। दांत ऋषि जे परम वैष्णव अटंती। निरंतरे मोर नाम हृदय जपंती। तांको कथा तो ठारू अटई जे भिन्न। भद्रतनु अटु मो प्राणर जे समान। अल्प दिन हेला सेही तपस्या करई। जुग जुगांतर भक्त अटो मोर तुही। शुणी भद्रतनु कहे पादरे पड़िण। जेबे मोरे अनुग्रह अछि नारायण। तेबे मो गुरुଙ୍କୁ दया कर चक्रधर। दक्षिणा सुझीबी तुम्भ दर्शने तांकर। दया सागर कृपा सिंधु जे आज्ञा देले। केते तो बोलो आउ भांगी बोइले। आज्ञा देले चाहि भद्र तनु भगत को। बेगे घेनी आस जाई तोर गुरुଙ୍କୁ। तोहर दक्षिणा पाई देवई दर्शन। मुकत होई से जाऊ वैकुंठ भुवन। शुणी भद्र तनु विप्र बेग होई गले। दांत ऋषि आश्रमरे प्रवेश होइले। पादे पड़ी कहिला हे शुण गुरुदेव। बेगे आस श्रीकृष्णଙ୍କୁ दर्शन करिब। तुम्भ पाई श्रीहरिଙ୍କୁ बहुत कहिली। पेंडु खेल सारी दांडे रखिण आइली। शुणी दांत ऋषि मने आनंद होइले। भद्रतनु संगे आसी कृष्णଙ୍କୁ देखिले। बड़ दांडे उभा होई छंती नारायण। शंख चक्र गदा पद्म चतुर्भुजेण। नवघन श्याम रूप अंग विराजई। कटिरे पीतवसन विद्यु झटकई। पादरे नूपुर सदा बाजे ऋण झुण। गरुड़ पिठीरे विजे लक्ष्मी नारायण। बरागई श्रीवत्सर चिन्ह वक्षस्थल। कौस्तुभ हृदय शोभा दिशे वनमाळ। कनरे कुंडल गंड दिशई सुंदर। सुंदर धरे बंशी बाजई मधुर। चाଳରେ सेवती चूड़ दिशई सुंदर। तहिर उपरे शोभा शिखी पुछवर। एमंत स्वरूप दांत ऋषि जे देखिले। निस्तरिली बोली पाद तଳରେ पड़िले। उठी स्तुति कले ऋषि जोड़िबेनि कर। प्रेम भक्ति भावे बहे लोचनरु नीर। गद गद होई कंठु भाषा न आसई। कृष्ण रूप देखी चक्षु पता न पड़ई। नमस्ते कमला कांत शरण पालन। निराकार विष्णु देव आदि नारायण। नमस्ते परमानंद जगत ईश्वर। भक्ति जन निस्तारण देव चक्रधर। वसुदेव सुत जन्म देवकी उदरे। गोपरे बढ़िल जाई कंस राजा डरे। नंदर नंदन होई गोपीଙ୍କୁ रमेल। गोवर्धन गिरीन्द्र विवादे धइल। कंस केसी आदि सबु माहिल सुर।
ଚକ୍ରରେ ଛେଦିଲ ସାଲ ଶିଶୁପାଳ ଶିର ରାମ ରୂପେ ଦଶରଥ ଘରେ ହୋଇଯାତ ରାବଣ ସହିତେ ସବୁ ମାଇଲ ଦଇତ ଅସୁରମାନଙ୍କୁ ମାରି ଉଶ୍ୱାସୀ ଲକ୍ଷିତି ଗୁହ୍ୟ ନାମେ ସବରକୁ ଦେଲ ଦିବ୍ୟ ଗତି ଅନ୍ତର୍ଯାମୀ ନାଥ ତୁମ୍ଭେ ଅଟ ଚକ୍ରଧର ଏହି ଭବ ସାଗରୁ ଯେ ତୁମ୍ଭ ଖେଳ ଘର ମୋଛାର ପାମରେ ଯେବେ ଅନୁଗ୍ରହ କଲ ନିଜ ରୂପ ଦର୍ଶନେ ବୈକୁଣ୍ଠ ଦେଲ ତୁମ୍ଭଙ୍କୁ ମୋଛାର ନାଥ କି କରିବି ସ୍ତୁତି ସକଳ ସଂସାର ଜୀବ ତୁମ୍ଭର ମୂରତି ସଂସାର ସର୍ଜନା କର ବ୍ରହ୍ମା ରୂପ ଧରି ଦୁଷ୍ଟ ନିବାରିଣ ପାଳୁ ବିଷ୍ଣୁ ରୂପ ଧରି ଈଶ୍ୱର ରୂପରେ ପୁଣି କରୁ ସଂହାରଣ ସତ୍ୱର ଯତମ ଏହି ତୁମ୍ଭ ତିନି ଗୁଣ ଏମନ୍ତ ପ୍ରକାରେ ସ୍ତୁତି କଲେ ଦାନ୍ତ ଋଷି ସୁପ୍ରସନ୍ନେ ଆଲିଙ୍ଗନ କଲେ ବ୍ରହ୍ମରାଶି ବୋଇଲେ ମୋହର ଭକ୍ତ ଅଟୁ ଦ୍ୱିଜବର ଦେହ ଅନ୍ତେ ଯିବୁ ପୁଣ ବୈକୁଣ୍ଠପୁର ଭଦ୍ରତନୁ ବିପ୍ରକୁ ସେ ଆଲିଙ୍ଗନ କଲେ ଅନ୍ତେ ମୋର ଦେଲିନ ହୋଇବୁ ବୋଇଲେ ଏମନ୍ତ ଗୁରୁ ଶିଷ୍ୟଙ୍କୁ କହି ନାରାୟଣ ସେହି କ୍ଷଣି ଗଲେ ଅନ୍ତର୍ଧ୍ୟାନ ଯେ ହୋଇଣ ଦାନ୍ତ ଋଷି ଭଦ୍ରତନୁ ଆନନ୍ଦ ହୋଇଲେ ହରିଧ୍ୟାୟୀ ହୃଦୟ ଆଶ୍ରମକୁ ବାହୁଡ଼ିଲେ ଚିରକାଳ ସେହି ତୀର୍ଥେ ରହି ଦୁଇ ଜଣ ଦେହାନ୍ତେ ବସିଲେ ଯାଇ ବୈକୁଣ୍ଠ ଭୁବନ ଶ୍ରୀହରିର ମହିମା ଯେ କହି ନ ସରଇ ଯେ ତାଙ୍କୁ ଦିନେ ଭଜଇ ମୁକତି ଲଭଇ ଇନ୍ଦ୍ରାଦି ଦେବତା ବିଷ୍ଣୁ ଅନ୍ତ ନ ପାବନ୍ତି ହରିଙ୍କୁ ପୂଜିବା ମର୍ତ୍ତେ ବାଞ୍ଛା କରୁଥାନ୍ତି ବୋଲନ୍ତି ମର୍ତ୍ତ୍ୟରେ ଯେବେ ଜନମ ହୋଇବ ହରି ପୂଜା ନାମ କରି ହୃଦୟରେ ଜପିବ ଭରତ ଖଣ୍ଡା ମହିମା କହିଲେ ନ ସରେ ହରିଙ୍କୁ ପୂଜି ଦେବତା ହୋଇଛୁ ଯହିଁରେ ଈଶ୍ୱର ବୋଲନ୍ତି ତୁମ୍ଭେ ଶୁଣ ଗୋ ପାର୍ବତୀ କ୍ରିୟା ଯୋଗ ସାର ଶୁଣି ବିନାଶ ଦୁର୍ଗତି ଯେଡ଼େ ପାପୀ ଭଦ୍ରତନୁ ବିପ୍ର ହୋଇଥିଲା ବିଷ୍ଣୁ ଭକ୍ତ ହୋଇ ଗୁରୁ ଆଦି ମୁକ୍ତ କଲା ଅଗୋଚର ମହିମା ତ ଅଟେ ନାରାୟଣ ବୈକୁଣ୍ଠ ଗତି ପାଏ ଭଜେ ତ ଚରଣ ଏ ପୁଣ୍ୟ ଚରିତ ଯେହୁ ଶୁଣଇ ଶୁଣାଇ ଭଦ୍ରତନ ଗୁରୁ ପ୍ରାୟ ମୁକତିଲ ହୋଇ ହରି ଭକ୍ତି ରତ୍ନମାଳା ବୋଲି ଏହୁ ଗୀତ ଭକ୍ତି ଭାବେ ଯେ ଶୁଣଇ ସେ ହୁଏ ମୁକତ ଭକତ ବତ୍ସଳ ନାଥ ଶ୍ରୀହରି ଚରଣ ବିପ୍ର ନୀଳାମ୍ବର ଦାସ ପଶିଲା ଶରଣ ଇତି ଶ୍ରୀ ପଦ୍ମପୁରାଣେ କ୍ରିୟାଯୋଗ ସାରେ ହରିଭକ୍ତି ରତ୍ନମାଳା କଥା ପ୍ରବନ୍ଧେ ଭଦ୍ରତନୁ ଚରିତେ ପୁରୁଷୋତ୍ତମ ମହିମା ବର୍ଣ୍ଣନେ ନାମ ଅଷ୍ଟଦଶ ଅଧ୍ୟାୟ। ଊନବିଂଶ ଅଧ୍ୟାୟ ନିର୍ମାଲ୍ୟ ମହିମା ଓ ସୁଜନ ବ୍ରାହ୍ମଣ ଚରିତ। ଈଶ୍ୱର ବାଚ ଈଶ୍ୱର ବୋଲନ୍ତି ଶୁଣ ହେମବନ୍ତ ଯେ ମା ତୋ ଆଗେ କହିବା ବିଷ୍ଣୁ ନିର୍ମାଲ୍ୟ ମହିମା ଯେଉଁ ଜନ ଭକ୍ତି ଭାବେ ବିଷ୍ଣୁଙ୍କୁ ପୂଜଇ ମୁକ୍ତି ଭାବ ଇଚ୍ଛା କରି ନିର୍ମାଲ୍ୟ ଭକ୍ଷଇ ତୁଳସୀ ମିଶ୍ରିତ ହୋଇଥାଏ ନୈବେଦ୍ୟରେ
ଯେ ତାହା ଭକ୍ଷଇ ସେହି ବସେ ବୈକୁଣ୍ଠରେ। ସଂସାରରେ ଯେ ବୈଷ୍ଣବ ବିଷ୍ଣୁଙ୍କୁ ଲଭଇ ନିର୍ମାଲ୍ୟ ଖାଇଣ ଦିବ୍ୟ ଗତି କି ଲଭଇ। ଉତ୍ତମ ପଦାର୍ଥ ଯେହୁ ଦିଏ ବିଷ୍ଣୁ କତି ନୈବେଦ୍ୟ ଶେଷ ଖାଇଲ ଭଇ ମୁକତି। ଉତ୍ତମ ପଦାର୍ଥ ବିପ୍ର ମୁଖେ ଯେ ଦିଅଇ କୃଷ୍ଣ ହନ୍ତି ସନ୍ତୋଷ ଯେ ମୁକତି ଲଭଇ। ଯେ ବିଷ୍ଣୁ ନ ଦେଇ ଖାଏ ଉତ୍ତମ ପଦାର୍ଥ ତାହାର ନୁହଇ ହରି ଭକ୍ତ ପରମାର୍ଥ। ଯେ ଦ୍ରବ୍ୟ ମିଳଇ ତାହା କୃଷ୍ଣଙ୍କୁ ଦେଇଣ ତାଙ୍କୁ ବୋଲି ବୈଷ୍ଣବ ଯେ ମୁକ୍ତି ହନ୍ତି ପୂର୍ଣ୍ଣ। ପୂର୍ବର ଚରିତ ଅଛି ଅପୂର୍ବ ବୃତ୍ତାନ୍ତ ଶୁଣିବା ମାତ୍ରକେ ଦେହୁ ପାପ ହେବ ହତ। ବାରାଣସୀ କ୍ଷେତ୍ରେ ଥିଲା ଏକ ବିପ୍ରବର ସୁଜନ ବୋଲିଣ ନାମ ଅଟଇ ତାହାର। ବିଶୁଦ୍ଧ ବଂଶରେ ଜାତ ସୁଜନ ବ୍ରାହ୍ମଣ ବେଦ ବିଦ୍ୟା ସଦାଚାରେ ଅଟଇ ନିପୁଣ। ଦୟାଶୀଳ ଶାନ୍ତ ବିପ୍ରବର ଗୁରୁ ଭକ୍ତି ହରି ପୂଜା ପରାୟଣେ ପୂଜଇ ଅତିଥି। ପ୍ରାତଃ ସ୍ନାନ ଏକାଦଶୀ ବ୍ରତାଦିରେ ରତ ପର ନାରୀ ପର ହିଂସା ପାପେ ନୋଏ ଗ୍ରସ୍ତ। ନିରନ୍ତର ହରି ପୂଜା ଧ୍ୟାନରେ ସେ ଥାଇ ଦିନେ ରାତ୍ରେ ସ୍ୱପ୍ନେ ବିପ୍ର ଦେଖିଲା କସେହି। ନବଘନ ପ୍ରାୟ କାନ୍ତି ଶ୍ୟାମ କଳେ ବର ବିକାଶ ପଦ୍ମର ପ୍ରାୟ ଲୋଚନ ସୁନ୍ଦର। କଟିରେ ପୀତ ବସନ ବିଦ୍ୟୁତ ଝଟକଇ ମର୍କତର ମଣି ସ୍ତମ୍ଭ ଜାନୁ ଶୋଭା ପାଇ। ବେନିପାଦେ ଋଣୁ ଝୁଣୁ ବାଜଇ ନୂପୁର ମଧ୍ୟଭାଗ କ୍ଷୀଣ ଦିଶେ ଡମ୍ବରୁ ଆଜାର। ଶ୍ରୀବତ୍ସର ଚିହ୍ନ ଶୋଭା ବିସ୍ତାର ହୃଦରେ କୌସ୍ତୁଭ ମଣି ଝଟକନ୍ତି ବୃକ୍ଷସ୍ଥଳେ। ନାନା ପୁଷ୍ପ କଦମ୍ବର ମାଳା ଶୋଭା ପାଇ ମର୍କତ କୁଣ୍ଡଳ କର୍ଣ୍ଣେ ବିରାଜି ଉଠଇ। ହରଷିତ ଦନ୍ତ ପନ୍ତି ଦିଶଇ ସୁନ୍ଦର ସୁରଙ୍ଗ ଧରେ ବଂଶୀ ବାଜଇ ସୁସ୍ୱର। ଶରଦ ଚନ୍ଦ୍ର ମଣ୍ଡଳ ମୁଖ ବିରାଜଇ ତାଳୁରେ ସେବତୀ ଫୁଲ ଶିଖି ପୁଛ ଶୋଇ। ଆଜାନୁ ଚତୁର ଭୁଜ ଦିଶେ ଶୋଭାବନ ଶଙ୍ଖ ଚକ୍ର ଗଦା ପଦ୍ମ ଦିଶେ ଚାରି ଚିହ୍ନ। ଗଳାରେ ଯଜ୍ଞ ପବିତ ଦିଶଇ ସୁନ୍ଦର ଏମନ୍ତ ମୂରତି ଦେଖି ସେହି ବିପ୍ରବର। ନିଦ୍ରା ଭଙ୍ଗେ ସୁଜନ ଯେ ଉଠିଣ ବସିଲା ପାଦେ ପଡ଼ି ନିସ୍ତରିଲି ବୋଲିଣ କହିଲା। ବେନିକର ଯୋଡ଼ି ବିପ୍ର ଆରମ୍ଭିଲା ସ୍ତୁତି ନମସ୍ତେ ଜଗଦୀଶ୍ୱର ଜଗତର ପତି। ନମ ଲକ୍ଷ୍ମୀ ନାରାୟଣ ଭକ୍ତ ପ୍ରିୟ ହରି ସୃଷ୍ଟି ସ୍ଥିତି ଲୟେ ବ୍ରହ୍ମା ଶିବ ରୂପ ଧରି। କ୍ଷୀର ସିନ୍ଧୁ ପ୍ରିୟା ପ୍ରଭୁ ଦେବ ଭଗବାନ ଶ୍ରୀକୃଷ୍ଣ ମୁକୁନ୍ଦ ସ୍ୱାମୀ ପାପ ବିନାଶନ। ତୁମ୍ଭର ମାୟାରେ ପଡ଼ି ଏହି ଭବବାରୀ ତୁମ୍ଭ ନାମ ବାମ କରି ସାଧୁ ହନ୍ତି ପାରି। ମୁଁ ତୁମ୍ଭ ଚରଣେ ଦେଇ ନ ପାରିଲି ମନ ଦୟା ସିନ୍ଧୁ ହରି ମୋତେ ହୋଇଲ ପ୍ରସନ୍ନ। କୋଟି ଜନ୍ମ ଅନ୍ତରେ ମୋ ଯେତେ ପାପ ଥିଲା ତୁମ୍ଭ ରୂପ ଦର୍ଶନରେ ସବୁ କ୍ଷୟ ଗଲା। ଏତେ ବୋଲି ପୁଣି ପୁଣି ପଡ଼ିଣ ପାଦରେ କୃତାର୍ଥ ହୋଇଲି ବୋଲି ମନରେ ବିଚାରେ। ସୁଜନର ଭକ୍ତି ଭାବ ଦେଖି ଭଗବାନ କୋମଳ କରିଣ ହସି କହନ୍ତି ବଚନ। ଶ୍ରୀହରି ବୋଇଲେ ଶୁଣ ଆହେ ବିପ୍ରବର
ଯୁଗେ ଯୁଗେ ଅଟୁ ତୁମ ଭକତଙ୍କ ସାର। ପୂର୍ବେ ପାପ କରି ପକ୍ଷୀ ଜନ୍ମ ଲଭିଥିଲୁ, ପୁଣି ଯେ ପ୍ରସାଦ ଖାଇ ମୁକତି ହୋଇଲୁ। ଶୁଣିବି ପ୍ରବେଣୀ କର ଯୋଡ଼ିଣ କହି, ପୂର୍ବଜନ୍ମ କଥା ମୋତେ କହିବା ଗୋସାଇଁ। କି ଜନ୍ମ ଲଭିଣ ତହିଁ କି ପାପ ଅର୍ଜିଲି, ଏମନ୍ତ ପ୍ରକାରେ ତହିଁ ପକ୍ଷୀ ଜନ୍ମ ହେଲି। ପୂର୍ବେ ଜନ୍ମ ହୋଇ ତହିଁ କଲି କେଉଁ ଗତି, କି ରୂପେ ପ୍ରସାଦ ଖାଇ ଲଭିଲି ମୁକତି। କି ରୂପେ ଜନ୍ମ ହୋଇଲି ବ୍ରାହ୍ମଣର ଘର, ସକଳ ବୃତ୍ତାନ୍ତ ମୋତେ କହ ଚକ୍ରଧର। ହସିଣ ବୋଲନ୍ତି ହରି ଶୁଣ ହୋ ବ୍ରାହ୍ମଣ, ପୂର୍ବେ ଜନ୍ମ ହୋଇଥିଲୁ ବ୍ରାହ୍ମଣ କୁଳେଣ। ପିଲ ବିଷ ବୋଲିଣ ନାମ ହେଲା ଯେ ତୋର, ଭୂତଖଣ୍ଡ ଜନ୍ମିଥିଲୁ ମଗଧ ଦେଶର। ବେଦ ମାର୍ଗ କୂଳ ଚାର ସକଳ ଛାଡ଼ିଲୁ, ପରଦ୍ରବ୍ୟ ନାରୀ କରି ପର ହିଂସା କଲୁ। ସକଳ ପାପର ତୁହି ହୋଇଲୁ ଭଣ୍ଡାର, ସେହି ପାପ ଦିନେ ପ୍ରାଣ ଗଲା କତୋର। ଅନ୍ତକାଳ ଜାଣି ଧରି ନେଲେ ଯମଦୂତ, ଶର୍ମ ପାଶେ ବାନ୍ଧି କରି ମାଇଲେ ବହୁତ। ପୁଣ୍ୟଲେଶ ନାହିଁ ପାପ କରିଣ ବିଚାର, ପକାଇଲେ ନେଇ ନର୍କ କୁଣ୍ଡର ଭିତର। କୋଟି କୋଟି ଯୁଗ ତହିଁ ନର୍କ ଭୋଗ କଲୁ, କାକ ପକ୍ଷୀ ଗର୍ଭେ ମଞ୍ଚେ ଜନମ ହୋଇଲୁ। ପକ୍ଷୀ ଜନ୍ମିଆ କୂଳ ତୁ ହୋଇ କ୍ଷୁଧା ତୁର, କୀଟ ପୋକ ମାନେ ସବୁ କଲୁ ଯେ ଆହାର। ନାନା ରୂପ ତରୁ ଡାଳେ କରିଥାଉ ବାସ, ପୁଣି ପୁଣ ଜନ୍ମ ଲଭି ପୁଣ ଯାଉ ନାଶ। ଏହି ରୂପେ ତହିଁ 4,000 ଯୁଗ ଗଲା, ପକ୍ଷୀ ଜନ୍ମ କେବେ ତ ମୁକତ ନହିଲା। ଦିନେ ବସିଥିଲୁ ତୁହି ଗୋଦାବରୀ ତୀରେ, ବଳଭଦ୍ର ବୋଲି ନାମ ଏକ ବିପ୍ରବରେ। ସେ ପୁଣ୍ୟ ନଦୀରେ ପୁଣି ସ୍ନାନ ସାରିଲା, ନିତ୍ୟକର୍ମ ବିଧି ସାରି କୂଳରେ ବସିଲା। ମୋତେ ପୂଜା କରିବାକୁ ସ୍ଥାନ ସଂସ୍କାରୀଣ, ନିଶ୍ଚଳେ ବସିଲା ବିପ୍ର ଆନନ୍ଦ ମାଡ଼ିଣ। ଧୂପ ଦୀପ ଗନ୍ଧ ପୁଷ୍ପ ନୈବେଦ୍ୟ ସାର, ଦୁର୍ବାଙ୍କୁର ତଣ୍ଡୁଳରେ ପୂଜିବି ପ୍ରବର। ଆତପ ତଣ୍ଡୁଳ ମୋର ନୈବେଦ୍ୟ ସେ କରି, ନିଜ ସ୍ଥାନେ ଗଲା ବିପ୍ର ପୂଜା ବିଧି ସାରି। ଗୋଦାବରୀ ତୀରେ ତୁହି ବୃକ୍ଷେ ବସିଥିଲୁ, ବିପ୍ର ଗଲା ଦେଖି ପୂଜା ସ୍ଥାନରେ ମିଳିଲୁ। ସାଉଁଟି ଖାଇଲୁ ପୂଜା ନୈବେଦ୍ୟ ତଣ୍ଡୁଳ, ଯେତେ ପୂର୍ବ ପାପ ଥିଲା ନାସିଲୁ ସକଳ। ମୋର ପ୍ରସାଦ ନାନା ପାତକ ନାଶଇ, ଖାଇବା ମାତ୍ରକେ ପାପ ନାଶ କଲୁ ତୁହି। କାଳାନ୍ତରେ ମୃତ୍ୟୁ ପୁଣି ହୋଇଲା ତୋର, ନେବା ପାଇଁ ଦୂତ ମାନେ ଅଇଲେ ଯମର। ପିଙ୍ଗଳ ତାଙ୍କ କେଶ ବିକଟାଳ ଦନ୍ତ, ଚର୍ମପାଶ ମୁଦ୍ଗର ଯେ ଘେନିଛନ୍ତି ହସ୍ତ। ତାହା ଜାଣି ନିଜ ଦୂତ ପେଶିଲଇ ମୁହିଁ, ବୈକୁଣ୍ଠକୁ ଆଣିଲେ ସେ ରଥରେ ବସାଇ। ନିର୍ମାଲ୍ୟ ଖାନ୍ତେ ସବୁ ପାପ ଗଲା ତୋର, ବସିଲୁ ତୁ କୋଟି କୋଟି ଯୁଗ ବୈକୁଣ୍ଠର। ଦେବଙ୍କ ଦୁର୍ଲଭ ଭୋଗ ବୈକୁଣ୍ଠେ ଭୁଞ୍ଜିଲୁ, ଏବେ ଆସିବି ପ୍ରକୂଳେ ଜନମ ହୋଇଲୁ। ବାରାଣସୀ କ୍ଷେତ୍ରେ ଶୁଦ୍ଧ କୂଳେ ତୁ ଜନ୍ମିଣ, ମୋର ପାଦେ ସେବା କଲୁ ସୁଜନ ବ୍ରାହ୍ମଣ।
କ୍ରିୟା ଯୋଗେ ମୋତେ ପୂଜା କରି ନିରନ୍ତର ପବିତ୍ର ମୋ ନାମ ଜପୁଥାଉ ହୃଦୟର। ମୋହର ପ୍ରସନ୍ନେ ଦେହ ଅନ୍ତେ ପୁଣି ଯିବୁ, ବୈକୁଣ୍ଠରେ ବସି ଦିବ୍ୟ ଭୋଗ ତୁ ଭୁଞ୍ଜିବୁ। ଶୁଭ ଦଶା ହେଲା ତୋର ହୋଇଲି ପ୍ରସନ୍ନ, ପୁଣି ତୋତେ ଦେବି ନେଇ ଦୁର୍ଲଭ ଯେ ସ୍ଥାନ। ଶୁଣିନ ସୁଜନ ବିପ୍ର ଆନନ୍ଦ ହୋଇଲା, ବେନିପାଦ ପଦ୍ମ ଧରି ସାଷ୍ଟାଙ୍ଗେ ଶୋଇଲା। ନିସ୍ତରିଲି ବୋଲି ଉଠି ଶିରେ ଦେଇ କର, ବୋଇଲା ଶୁଣିବି ପୂର୍ବ ଜନ୍ମର ବ୍ୟବହାର। ପୁଣି ଶ୍ରୀକୃଷ୍ଣଙ୍କୁ ଚାହିଁ ବୋଇଲା ବଚନ, ଆବର କଥାଏ ପଚାରିବି ଭଗବାନ। ପ୍ରସନ୍ନେ କାହାକୁ କୃପା କର ଚକ୍ରଧର, ତାହା ପ୍ରତିରୁଷ୍ଟ ହୁଅ ସତ୍ୟ କେତୁମ୍ଭର। ଏହା ମୋତେ ସୁପ୍ରସନ୍ନେ କହ ଦେବ ହରି, ତୁମ୍ଭଠାରୁ ଶୁଣି ଜ୍ଞାନ ହୋଇବ ମୋରି। କହନ୍ତି ହର ସେ ପୁଣି ପ୍ରଭୁ ନାରାୟଣ, ଯାହା ପଚାରିଲୁ ବିପ୍ର ସାବଧାନେ ଶୁଣ। ଯେଉଁ କର୍ମ କଲେ ପ୍ରାଣୀ ସୁଖ ଜେଲ ଭଇ, ମୁଁ ପୁଣି ତାହାକୁ ମିତ୍ରପଣରେ ବଜଇ। ଯାହା କଲେ ଜନେ ପାପୀ ହୁଅନ୍ତି ଯେ ପୁଣ, ତାଙ୍କୁ ସୁଖ ନ ପାଇ ସେ ଶତ୍ରୁ ବୋଲି ଜାଣ। ସକଳ ଜୀବକୁ ଯେଉଁ ପ୍ରାଣୀ କରେ ଦୟା, ଅହଙ୍କାର ଗୁଣ ଛାଡ଼େ ନ ଧରି ସେ ମାୟା। ତାହାକୁ ମୁଁ ସୁଖ ପାଇ ମିତ୍ର ଯେ ମୋର, ଏହି କଥା ପ୍ରମାଣ ତୁ କର ବିପ୍ରବର। ମୋ ଭକ୍ତି ଭାବେ ପୁଣ୍ୟ କର୍ମ ଯେ କରଇ, ମୋତେ ଯେ ମିଷ୍ଟାନ୍ନ ଦେଇ ଶେଷେ ଯେ ଭୁଞ୍ଜଇ। ସେ ମୋହର ପ୍ରିୟ ବୋଲି ତୁହି ବିପ୍ର ଜାଣ, ତୋର ସଙ୍ଗରେ ମୋର ଅଛି ମିତ୍ରପଣ। ମାନ ଅପମାନ ଦୁଇ ସମାନ ଯେ କରେ, ହିଂସା ଛାଡ଼ି ଯେବେ ଦୟା ବହି ହୃଦୟରେ। ତାହାକୁ ପ୍ରସନ୍ନ ହୋଇ ଶୁଣ ବିପ୍ରବର, ମିତ୍ରପଣ ତାର ସଙ୍ଗେ ଥାଇଟି ମୋର। କର୍ମ ଯେ କରଇ ପାପ ପୁଣ୍ୟ ପଚାରିଣ, ବିପତ୍ତିରୁ ରକ୍ଷା କରେ ଗୁରୁ ଯେ ବ୍ରାହ୍ମଣ। ସେମାନେ ଅଟନ୍ତି ଜାଣ ମୋର ବିରତି, ତାଙ୍କ ସଙ୍ଗେ ମିତ୍ରପଣେ କରିଥାଇ ନୀତି। ଯେଉଁ ଜନ ସତ୍ୟ ବାଣୀ ସର୍ବଦା ପାଳଇ, ଶରଣ ପଶିଲା ଜନେ ଜୀବଦାନ ଦେଇ। ସେହି ଜନମାନଙ୍କୁ ମୁଁ ହୋଇ ପ୍ରସନ୍ନ, ମିତ୍ର ମୋର ଅଟନ୍ତି ସେ ଶୁଣ ହୋ ବ୍ରାହ୍ମଣ। ଅଣ ଉପକାରୀ ଲୋକେ ଦାନ ଯେ ଦିଅଇ, ରାତ୍ର ଦିବା ମୋର ପାଦେ ଧ୍ୟାନ କରୁଥାଇ। ସେ ମୋହର ପ୍ରିୟ ବୋଲି ଜାଣ ବିପ୍ରବର, ମିତ୍ରପଣ କରିଥାଇ ତାର ସଙ୍ଗତର। ତୃଷା କ୍ଷୁଧାର୍ତରେ ଯେଉ ଦିଏ ଜଳ ଅନ୍ନ, ସେ ମୋହର ମିତ୍ର ତାକୁ ହୋଇ ପ୍ରସନ୍ନ। ମୋର ଭକ୍ତି ଭାବେ ଯେତେ କର୍ମ ଯେ ହୋଇ, ସେ ମୋର ଭଗତ ତାଙ୍କୁ ଧରି ନିଅଇ। ହୃଷ୍ଟ ତାଙ୍କୁ କରଇ ଯେ ହୁଏ ଶତ୍ରୁ ମୋର, ତୋ ଆଗେ କହିବା ସବୁ ଶୁଣ ବିପ୍ରବର। ଭକ୍ତି ଭାବେ ଯେଉଁ ଜନ ମୋତେ ନ ପୂଜଇ, ପାଷାଣ୍ଡ ସାଙ୍ଗରେ ମୋର ନାମ ନ ଜପଇ। ସେ ମୋର ଶତ୍ରୁ ତାଙ୍କୁ ନୁହଁ ପ୍ରସନ୍ନ, ଏହି କଥା ତତ୍ତ୍ୱ ବୋଲି ଜାଣ ତୁ ସୁଜନ। ସର୍ବଦା ଯେ ଜୀବ ଠାରେ କରେ ଅହଙ୍କାର, ମିଥ୍ୟା କହେ ପର ନିନ୍ଦା କରଇ ଆବର। ସେ ମୋର ଶତ୍ରୁ ତାକୁ ପ୍ରସନ୍ନ ନୁହଁଇ, ପଚାରିଲୁ ତା ବିପ୍ର ସତ୍ୟ କହିଲଇ।
ପରର ଜୀବନ ବୃତ୍ତି କରଇ ଯେ ନାଶ, ହରଇ ଯେ ବଣ ଜନ ଦେବସ ବ୍ରହ୍ମସ। ସେ ମୋହର ଶତ୍ରୁ ପୁଣ ଶୁଣ ବିପ୍ରବର, ପ୍ରସନ୍ନ ନୁହଁଇ ତାଙ୍କୁ ସେହି ପାପୀ ବର। ପରଦ୍ରବ୍ୟ ପର ନାରୀ ଯେ ଜନ ହରଇ, ବ୍ରାହ୍ମଣମାନଙ୍କୁ ଦାନ ଦେଲ ଯେ ନ ଦେଇ। ସେ ମୋହର ନିଜ ଶତ୍ରୁ ପୁଣ ବିପ୍ରମଣି, ତାହାକୁ ପ୍ରସନ୍ନ କେବେ ନୁହଁଇ ମୁଁ ପୁଣି। ପରଧନ ବୃତ୍ତି ନାସି ଛେଦେ ଯେ ଆଶ୍ରମ, ନ ଦେଖେ ପରର ସିରି ଦେହେ ସର୍ବଗ୍ରାମ। ସେ ମୋର ସର୍ବଦା ଶତ୍ରୁ ଶୁଣ ବିପ୍ର ତୁହି, ପାପୀଙ୍କର ଶ୍ରେଷ୍ଠ ତାଙ୍କୁ ପ୍ରସନ୍ନ ନୁହଁଇ। ପର ପାପ ଶୁଣି ନ ସେ ହୁଅଇ ଆନନ୍ଦ, ଅନାଥ ଲୋକଙ୍କୁ ଦୋଷ ଦେଇ କହେ ମନ୍ଦ। ସେ ମୋହର ଶତ୍ରୁ ତୁହି ଜାଣ ବିପ୍ରବର, କେବେ ପ୍ରସନ୍ନ ତାକୁ ନୁହେଁ ମନ ମୋର। ବିଶ୍ୱାସଘାତକ ଗୁରୁ ବିପ୍ର ଯେ ନାଶଇ, ବୃକ୍ଷଳୀର ପତି ପୁଣି ଅଷଷ୍ଠ ଛେଦଇ। ତାହାକୁ ମୁଁ ସବୁଦିନେ ନୁହଁଇ ପ୍ରସନ୍ନ, ସେ ମୋହର ନିଜ ଶତ୍ରୁ ଶୁଣ ହୋ ରାଜନ। ବ୍ରହ୍ମା ବିଷ୍ଣୁ ଶିବ ତିନି କରଇ ଯେ ଭେଦ, ମୂଢ଼ ପୁଣି ନିନ୍ଦା କରେ ଶାସ୍ତ୍ର ମାର୍ଗ ବେଦ। ପ୍ରସନ୍ନ ନୁହଁଇ ତାକୁ ଶତ୍ରୁ ସେ ମୋହର, ସ୍ୱରୂପ କହିଲି ତତେ ଜାଣ ବିପ୍ରବର। ଏକାଦଶୀ ଦିନେ ଅନ୍ନ ଭୋଜନ ଯେ କରେ, ଦିବା ଦୁଇବାର ଅମାବାସ୍ୟା ଯେ ନିଶିରେ। ସବୁଦିନେ ସେ ମୋ ଶତ୍ରୁ ପ୍ରସନ୍ନ ନୁହଁଇ, ସ୍ୱରୂପ ବସନ ବିପ୍ର କହିଲି ତହିଁ। ନିରନ୍ତର ପାପ କର୍ମେ ରତ ଯାର ମନ, ଅନାଥା ବିଧବା ନାରୀ ହରେ ଯେଉଁ ଜନ। ସେ ମୋହର ଶତ୍ରୁ ତୁମ୍ଭେ ଜାଣ ଦ୍ୱିଜ ବର, ପ୍ରସନ୍ନ ନୁହଁଇ ତାକୁ ସେ ପାପ ଭଣ୍ଡାର। ଏକାଦଶୀ ଅମାବାସ୍ୟା ସଂକ୍ରାନ୍ତି ଦିନ, ତୈଳ ଯେ ଆମିଷ ଖାଇ କରଇ ମୈଥୁନ। ମହାପିବର ସେହି ଯେ ମୂଢ଼ ଯେ କରନ୍ତି, ତାଙ୍କୁ ରୁଷ୍ଟ ହୁଅଇ ଯେ ଶତ୍ରୁ ମୋହନ୍ତି। ଶୁଣ ହୋ ସୃଜନ ଯାହା ପଚାରିଲୁ ତୁହି, ତୁମର ପରମ ଭକ୍ତ ତୋତେ କହିଲଇଁ। ଶୁଣିଣ ଆନନ୍ଦ ହେଲା ସେ ଜ୍ଞାନୀ ବ୍ରାହ୍ମଣ, ଅନ୍ତର୍ଧ୍ୟାନ ହୋଇ ଶୂନ୍ୟ ଗଲେ ନାରାୟଣ। ଶୁଣ ଗୋ ପାର୍ବତୀ ବୋଲି କହନ୍ତି ଈଶ୍ୱର, କୃଷ୍ଣ ଭକ୍ତି ଭାବ ଶୁଣି ପାପ କର ଦୂର। ହରି ଭକ୍ତି ରତ୍ନମାଳା ବୋଲି ଏହି ଗୀତ, ଶ୍ରଦ୍ଧା ଭାବେ ଯେ ଶୁଣଇ ସେ ହୁଏ ମୁକତ। ଶଙ୍ଖ ଚକ୍ର ଗଦା ପଦ୍ମ ଧାରି ନାରାୟଣ, ବିପ୍ର ନୀଳାମ୍ବର ଦାସ ପଶିଲା ଶରଣ। ଇତି ଶ୍ରୀ ପଦ୍ମପୁରାଣେ କ୍ରିୟାଯୋଗସାରେ ହରିଭକ୍ତି ରତ୍ନମାଳା କଥା ପ୍ରବନ୍ଧେ ନିର୍ମାଲ୍ୟ ମହିମା ବର୍ଣ୍ଣନେ ସୁଜନ ବ୍ରାହ୍ମଣ ଚରିତ କଥନେ ନାମ ଊନବିଂଶ ଅଧ୍ୟାୟ। ହରିଶର୍ମା ବିପ୍ର ଆରତୀ ବିଗ୍ଧା ବେଶ୍ୟା କ୍ଷମଙ୍କରୀ ବ୍ରାହ୍ମଣୀ ଚରିତ। ସେ ଶଙ୍କର ଉବାଚ ଶୁଣ ଗୋ ପାର୍ବତୀ ବୋଲି ବୋଲନ୍ତି ଶଙ୍କର, ଦାନର ମହିମା ଶୁଣି ପାପ କର ଦୂର। ଧନ ଥାଇ ଯେଉଁ ଜନ ଦାନ ନ ଦିଅଇ, ସଂସାରରେ ସେ ଧନକୁ ଧିକ ଧିକ କହି। ଯେଉଁ ନ ସଞ୍ଚଇ ଖାଇ ପରେ ଦେଇ ଦାନ, ପରଲୋକେ ଧନବନ୍ତ ହୁଅଇ ସେ ଜନ। ଧନ ଅର୍ଜି ସଞ୍ଚେ ଯେହୁ ନ ଖାଇ ନ ଦେଇ, ଇହ ପରଲୋକେ ସେହୁ ନାନା ଦୁଃଖ ପାଇ। ଧନ ଅର୍ଜି ସଞ୍ଚେ ଯେହୁ ଦୁଃଖେ କାଳ ବଞ୍ଚେ,
ଜ୍ଞାତି ଭାଇ ବନ୍ଧୁ ଗଣ ଅତିଥିଙ୍କୁ ମୁଞ୍ଚେ। ଇହଲୋକରେ ଦରିଦ୍ର ଅଟଇ ସେ ଜାଣ। ପରଲୋକେ ହୁଏ ଘୋର ନରକରେ ଲୀନ। ମହୁମାଛି ପ୍ରାୟ ଆନ ଭୋଗ କରେ ତାକୁ। ଏ ଧନ ଦାନ ଦେବ ବିପ୍ର ଯେ ଦରିଦ୍ରକୁ। ଥକାଏ ଦିଅଇ ଯେହୁ ଥକାଏ ସଞ୍ଚଇ। ଇହ ପରଲୋକେ ସବୁ ସୁଖ ସେ ଲଭଇ। ସବୁ ଦାନ ମଧ୍ୟ ଶ୍ରେଷ୍ଠ ଅଟେ ଅନ୍ନ ଜଳ। ଯାହାକି ଖାଇଲେ ପ୍ରାଣ ହୁଅଇ ନିଶ୍ଚଳ। ପ୍ରାଣୀ ପ୍ରାଣ ରଖିବାକୁ ବିଧାତା ବିଚାରେ। ନିର୍ମାଣ କରିଛି ତେଣୁ ଅନ୍ନ ଏ ସଂସାରେ। ଦଣ୍ଡେ ନ ଖାଇଲେ ପିଣ୍ଡେ ନ ରହି ପ୍ରାଣ। ଜଳ ରୂପେ ଧାତା ଯାହା କରିଛି ନିର୍ମାଣ। ଯାହା ଖାଇ ପ୍ରାଣୀ ପ୍ରାଣ ହୁଅଇ ସଫଳ। ତେଣୁ ଅନ୍ନଦାନ ଠାରୁ ଶ୍ରେଷ୍ଠ ଦାନ ଚଳ। 21 ଦିନ ଅନ୍ନ ନ ଖାଇଲେ ମରି। ଜଳ ବିନେ କ୍ଷଣେ ପ୍ରାଣ ନ ପାରଇ ଧରି। ଏ କାରଣ ଶ୍ରେଷ୍ଠ ଅଟେ ଜାଣ ଅନ୍ନ ଜଳ। ଦଣ୍ଡେ ନ ପାଇଲେ ପ୍ରାଣ ହୁଅଇ ବିକଳ। ପୂର୍ବର ବୃତ୍ତାନ୍ତ ଏହି ଗୁପତ ଅଟଇ। ଶୁଣିଲା ମାତ୍ରକେ ପାପ ଦେହେ ନ ରହି। ସତ୍ୟ ଯୁଗେ ଥିଲା ବିପ୍ର ହସ୍ତିନା ନଗର। ହରି ଶର୍ମା ବୋଲି ନାମ ଅଟଇ ତାହାର। ସଦାଚାର ଧାର୍ମିକ ସେ ବେଦ ମାର୍ଗେ ରତ। ସତ୍ୟଶୀଳ ହିଂସା ଶୂନ୍ୟ ବିଷ୍ଣୁର ଭକତ। ମହାଧନବନ୍ତ ଅଟେ ସେହି ଦ୍ୱିଜବର। କୋଟି କୋଟି ଧନ ରତ୍ନେ ପୂରିଛି ଭଣ୍ଡାର। ତାହା ତୁଲ୍ୟ ଧନବନ୍ତ ନାହିଁ ସଂସାରରେ। ଶ୍ରୀହରି ଚରଣ ବିପ୍ର ଭଜେ ନିରନ୍ତରେ। ସେହୁ ହରି ଶର୍ମା ଅତି କୃପଣ ଅଟଇ। କୁଟୁମ୍ବଙ୍କୁ ନ ଦିଅଇ ଆପଣେ ନ ଖାଇ। ଅତିଥି ବ୍ରାହ୍ମଣେ ମିତ୍ର ଆସି ତାର ପାଶେ। ମାଗିଲ ନ ଦିଏ କିଛି ଯାଆନ୍ତି ନିରାଶେ। ଯେ ଅନ୍ନ ମାଗଇ ପ୍ରାଣ ଯିବାର କାଳରେ। ସେ କୃପଣ ବିପ୍ର କେବେ ନ ଦିଏ ତାରେ। ତାଠାରୁ କୃପଣ କେହି ସଂସାରରେ ନାହିଁ। ନଦିଏ ମୁଠିଏ ଭିକ ଭିକାରୀ କି ସେହି। ଅତି ଆକଟରେ ରଖିଥାଇ ସେହି ଧନ। ଦଶରଥ ଦେଖୁଥାଏ ତାହା ପ୍ରତିଦିନ। ମୂଷିକ ପିମ୍ପୁଡ଼ି ଉପବାସେ ରହିଥାନ୍ତି। ଗୋଟିଏ ତଣ୍ଡୁଳ ଧାନ୍ୟ ଖାଇ ନ ପାରନ୍ତି। ଆକଟ କରିଣ ବିପ୍ର ରଖିଥାଇ ପୁଣି। ନ ଦେଇ ନ ଖାଇ କୃପଣଙ୍କ ଶିରୋମଣି। ଭକ୍ତି ଭାବେ ଶ୍ରୀହରିଙ୍କି ନିତ୍ୟ ପୂଜୁଥାଇ। ତଣ୍ଡୁଳ ମୁଠିଏ ତାଙ୍କୁ ନୈବେଦ୍ୟ ନ ଦେଇ। ସବୁବେଳେ ଭଜୁଥାଇ ଦେବ ନାରାୟଣ। ଅନ୍ନ ମାତ୍ର ନୈବେଦ୍ୟ ନ ଦେଇ ଯେ ଅଗ୍ରେଣ। ଘୃତସର ଦଧି ଅନ୍ନ ପିଷ୍ଟକ ପାୟସ। ଦିନେ କିଛି ଦେଇ ନାହିଁ ପ୍ରଭୁ ପୀତବାସ। ଗନ୍ଧ ପୁଷ୍ପ ଧୂପ ଦୀପ ରତ୍ନ ଅଳଙ୍କାର। ଏହା ଦେଇ ନିତ୍ୟ ପୂଜା କଲେ ଚକ୍ରଧର। ଏହି ରୂପେ ସବୁଦିନେ ଥାଇବି ପ୍ରଜନ। ଦୟା ନାହିଁ ହୃଦୟରେ ସେ ବଜ୍ର ସମାନ। ଶ୍ରୀହରିର ବଡ଼ ଭକ୍ତ ଅଟେ ବିପ୍ରବର। ଦୃଢ଼େ ପୂଜା କଲେ ନିତ୍ୟ ସେ ଭକ୍ତି ଭାବର। ସେହି ନଗ୍ରେ ଥିଲା ବେଶ୍ୟା ପରମା ସୁନ୍ଦରୀ। ଆରତି ବିଦଗ୍ଧା ନାମ ଅଟଇ ତାହାରି। ନବଯୁବା ରୂପ ତାର ସଂସାର ମୋହଇ। ବେଶ୍ୟାବୃତ୍ତି କରି ବହୁ ଧନ ରଜଇ। ପାପ ପ୍ରତି ଆସେ ସେ ରଜଇ ଧନ। କାମରେ ସମ୍ପୂର୍ଣ୍ଣ କେବେ ନୋହିଲା ତା ମନ।
ସେହି ନଗ୍ରେ ଥିଲା ପୁଣି ଏକ ବିପ୍ରବର, ଭଦ୍ରକୀର୍ତ୍ତି ବୋଲି ନାମ ଅଟୋଇ ତାହାର। କ୍ଷେମଙ୍କରୀ ବୋଲି ଥିଲା ସେ ବିପ୍ରର ନାରୀ, ତ୍ରିପୁର ମୋହିନୀ ସେହୁ ପରମା ସୁନ୍ଦରୀ। ସତ୍କଳରେ ଜାତ ଭଦ୍ର ତନୁର ଦୁହିତା, ଯୁବା କାଳେ ପ୍ରାଣ ତ୍ୟାଗ କଲା ତାର ଭର୍ତ୍ତା। ଭଦ୍ରକୀର୍ତ୍ତି ବିପ୍ର ଯହୁଁ ପ୍ରାଣେ ନାଶ ଗଲା, କ୍ଷେମଙ୍କରୀ ମନ କାମେ ସନ୍ତୁଷ୍ଟ ନହିଲା। ଅପୁତ୍ରିକ ହୋଇ ଭଦ୍ରକୀର୍ତ୍ତିର ନାୟିକା, ଅପୂର୍ବ ସୁନ୍ଦରୀ ଯୁବା ଘରେ ଥାଇ ଏକା। ଧନ ଗର୍ଭ ବୟସରେ ମତ ସେହୁ ହୋଇ, ଯାର ପୁରୁଷଙ୍କ ସଙ୍ଗେ ନିତ୍ୟ ସେ ରମଇ। ଇହ ପରଲୋକ ଦୁଇ ଲୟ ସେ ଛାଡ଼ିଲା, ପାପ କର୍ମେ ମାତି କାମେ ଅଜ୍ଞାନ ହୋଇଲା। ପିତା ମାତା ଭାଇ ବନ୍ଧୁ ନଗ୍ର ନାରୀ ନର, ତାହା କର୍ମ ଦେଖି ତାକୁ ସର୍ବେ କଲେ ଦୂର। କାମେ ମତ ହୋଇ ସର୍ବ ଭୟ ହିଁ ଛାଡ଼ିଲା, ଆରତି ବିଦ୍ଧା ସଙ୍ଗେ ସଙ୍ଗ ଯାଇ ହେଲା। ଦୁହେଁ ବେଶ୍ୟାବୃତ୍ତି କରି ଏକଠାରେ ରହି, ନାଗରଙ୍କ ଠାରୁ ଧନ ରଜନ୍ତି ସେହି। ବେଶ୍ୟା ଯେତେ ଧନ ଅର୍ଜେ ରଖଇ ସଞ୍ଚିଣ, କ୍ଷେମଙ୍କରୀ ଖାଇ ପୁଣି ଦିଏ ଅତି ଥେଣ। ଅସତ୍ୟ କର୍ମରେ ଧନ ଅର୍ଜେ ବିପ୍ର ନାରୀ, ଖାଇ ବ୍ୟୟ କରେ ହୃଦେ ଦୟା ଭାବ ଧରି। ଆରତି ବିଦଗ୍ଧ ବେଶ୍ୟା ବୃଦ୍ଧତ୍ୱ ପାଇଲା, ରତି କାମ ବ୍ୟବହାର ସେ ସବୁ ଦୂର କଲା। ବିଚାରିଲା ଧନ ମୋର ବହୁତ ଛଇ, ପ୍ରାଣ ଥାଉ ଦାନ କରି ସକଳ ଦେବଇଁ। ହେମନ୍ତ ବିଚାରି କ୍ଷେମଙ୍କରୀ କି ଡାକିଲା, ବୈରାଗ୍ୟ ବଚନ ତାକୁ ବହୁତ କହିଲା। ବୋଇଲା ଗୋ ସଖୀ ଶୁଣ ମୋର ଉତ୍ତର, ଏଡ଼େ ମହାପାପୀ ହୋଇ ଜନ୍ମିଲି ମର୍ତ୍ତ୍ୟର। ଯୁବା କାଳେ ଅଜ୍ଞାନରେ ପାପ ଅର୍ଜିଲଇଁ, ନରକେ ପଡ଼ିଣ ଭୋଗ କରିବି ତା ଯାଇ। ଜନ୍ମ ହେଲେ ସଂସାରରେ ହୋଇ ମରଣ, ଯେ ଭଜଇ ମୁକ୍ତି ହୋଇ ଶ୍ରୀହରି ଚରଣ। ବହୁତ ପଦାର୍ଥ ସଖୀ ଅଛଇ ମୋର, ପୂର୍ବ ଜନ୍ମେ ଅର୍ଜି ନାହିଁ ଦୁଇ ତାକୁ ମୋର। ବାସୁଦେବ ପ୍ରୀତି ଅର୍ଥେ ଦେବି ସବୁ ଧନ, ମୋର ପାତକ ନାଶିବେ ପ୍ରଭୁ ଭଗବାନ। ଦାନ ଦୟା ତୁଲ୍ୟ ସଂସାରରେ ପୁଣ୍ୟ ନାହିଁ, ସେ ଦୟାରେ ଦେଇ ସେହୁ ବୈକୁଣ୍ଠେ ବସଇ। କ୍ଷେମଙ୍କରୀ ବୋଇଲା ଗୋ ଶୁଣ ମୋ ବଚନ, ଧନ ମୁହିଁ ଖାଇ ପୁଣି ଦେଇ ସବୁ ଦାନ। ତୋହି ଏବେ ସବୁ ଦିଅ ଦାନ କରି, ସକଳ ପାତକ ତୋର ନାଶିବେ ଶ୍ରୀହରି। ସଖୀ ବାଣୀ ଶୁଣି ବେଶ୍ୟା ହରସ ହୋଇଲା, ବିଷ୍ଣୁ ପ୍ରୀତି ଅର୍ଥେ ସବୁ ଅନ୍ନ ଦାନ କଲା। ଆରତି ବିଦଗ୍ଧା ବେଶ୍ୟା ଚିରକାଳ ଥାଇ, କ୍ଷୁଧାର୍ତ ଜନଙ୍କୁ ସବୁ ଅନ୍ନ ଦାନ ଦେଇ। କ୍ଷେମଙ୍କରୀ ବେଶ୍ୟା ଦୁହେଁ ପଞ୍ଚତ୍ୱ ପାଇଲେ, ଯମଦୂତେ ଆସି ତାଙ୍କୁ ଧରି ଘେନି ଗଲେ। ସେ ନଗ୍ରେ କୃପଣ ହରି ଶର୍ମା ଦ୍ୱିଜ ଭୋର, ମାଗିବା ଭଏ କାହାକୁ ନ ଦିଏ ଉତ୍ତର। ନିତ୍ୟ ଦଶରଥ ଘରେ ପଦାର୍ଥ ଗଣଇ, କାହାକୁ ନ ଦେଇ ପୁଣି ଆପେ ଯେନ ଖାଇ। ଏହିପରି ହରି ଶର୍ମା ବିପ୍ରତ ହିଁ ଥିଲା, ସେ ଦୁହେଁ ମରିବା ଦିନ ସେହି ନାଶ ଗଲା। ବେଶ୍ୟା ବ୍ରାହ୍ମଣୀଙ୍କି ନେଇ ଗଲା ଯମପୁର, ଆଉ ଦୂତେ ନେଲେ ହରି ଶର୍ମା ଦ୍ୱିଜବର। ଏକ ଦିନେ ତିନିଙ୍କର ହୋଇଲା ମରଣ,
ସବୁଙ୍କୁ ହିଁ ଧରି ଘେନି ଗଲେ ଯମଗଣ। ଯମ ତାଙ୍କୁ ଦେଖି ଚିତ୍ରଗୁପ୍ତକୁ କହି ଏମାନଙ୍କ ପାପ ପୁଣ୍ୟ ବୁଝ ପାଞ୍ଜି ଚାହିଁ। ଶୁଣି ଚିତ୍ରଗୁପ୍ତ ଦୁହେଁ ପାଞ୍ଜିକି ଚାହିଁଲେ ଯେ ଯାହାର ପାପ ପୁଣ୍ୟ ସବୁ ବିଚାରିଲେ। ବେନି ମନ୍ତ୍ରୀ କର ଯୋଡ଼ି ଯମକୁ କହନ୍ତି ଏ ତିନିଙ୍କ ପାପ ପୁଣ୍ୟ ଶୁଣ ଜନ୍ତୁପତି। ଆରତି ବିଦଗ୍ଧା ବୋଲି ଅଟେ ଗଣିକା ଯେତେ ପାପ କରି ଅଛି ନାହିଁ ତାର ସଂଖ୍ୟା। ଏହାର ଅର୍ଜିତ ଧନ ଥିଲା ଯେ ବହୁତ ସବୁ ଅନ୍ନଦାନ ଦେଲା ଶ୍ରୀହରି ପ୍ରୀତାର୍ଥ। କୋଟି କୋଟି ଜନ୍ମେ ଯେତେ ପାପ ଅର୍ଜିଥିଲା ଅନ୍ନଦାନ ଦେଇ ତାହା ସର୍ବନାଶ ଗଲା। ପୃଥିବୀରେ ଅନ୍ନଦାନ ଯେ ଜନ ଦିଅଇ ସେ ସକଳ ପାପ ନାଶ ବୈକୁଣ୍ଠେ ବସଇ। ବାସୁଦେବ ପ୍ରୀତିରେ ଯେ ଦେଇ ଅନ୍ନଦାନ ବ୍ରହ୍ମହତ୍ୟା ପାପ ମାନ ହୁଏ ତା ଦହନ। ମହାପାପୀଙ୍କର ଦାନ ପଣ୍ଡିତେ ନ ଦେଇ ଲୋଭେ ମୂର୍ଖ ପଣେ ନେଲେ ପାପେ ଭୋଗୀ ହୋଇ। ବେଶା ପାପ ପୁଣ୍ୟ ଦେବ କହିଲେ ଛାମୁର ଏବେ ସାବଧାନ ହୋଇ ଶୁଣ ବ୍ରାହ୍ମଣୀର। ଭଦ୍ରକୀର୍ତ୍ତି ବୋଲି ଥିଲା ଏକ ବିପ୍ର ଜାଣ ତାହାର ଭାରି ଯା କ୍ଷେମ କରି ଏହା ନାମ। ଯୁବା କାଳେ ବ୍ରାହ୍ମଣୀର ଭର୍ତ୍ତା ନାଶ ଗଲା କୁଳ ଧର୍ମ ଛାଡ଼ି କରି ବେଶ୍ୟା ବୃତ୍ତି କଲା। ଏହାର ଯେତେକ ପାପ କହି ନ ସରଇ ସର୍ବପାତକର ଏହୁ ଭଣ୍ଡାର ଅଟଇ। କେବଳ ଏହାର ପୁଣ୍ୟ ଅଛି ଏକ ଶୁଣ ଜଳଦାନ ଦେଇଛି ବାଳକ କାଳେଣ। ବାଳିକାମାନଙ୍କ ସଙ୍ଗେ ପଥେ ଖେଳୁଥିଲା ଚାରି ହସ୍ତ କରି ଖାଲ ଗୋଟିଏ ଖେଳିଲା। ବୈଶାଖ ମାସ ତିନି ଦାଗ ଯେ କାଳ ମହାବୃଷ୍ଟି କରି ତହିଁ ପୁରିଲା କଜଳ। ମଧ୍ୟାହ୍ନ ସମୟେ ଗୁରୁ ତୃଷାରେ ଆସିଣ ସନ୍ତୋଷ ହୋଇଲେ ତହିଁ ସେ ଜଳ ଖାଇଣ। ସେ ନିଦାଘ କାଳେ ଯେହୁ ଜଳ ଦାନ ଦେଇ କୋଟି କୋଟି ଜନ୍ମ ପାପ ସବୁ ବିନାଶଇ। ଗ୍ରୀଷ୍ମ କାଳରେ ଜଳ ମୃତ ସମାନ ସବୁ ପାପ ନାଶ ଯାଏ କଲେ ତା ଦାନ। ବ୍ରାହ୍ମଣୀ ଯେତେକ ପାପ ଦେହେ କରିଥିଲା ଜଳଦାନ ଦିଅନ୍ତେ ସେ ସବୁ ନାଶ ଗଲା। ହରି ଶର୍ମା ନାମେ ଅଟେ ଦ୍ୱିଜବର ପରମ ଭକତ ଅଟେ ଜାଣ ଶ୍ରୀ ହରିର। ଏତିନିଙ୍କ ଠାରେ ତୁମ୍ଭ ପ୍ରଭୁ ପଣ ନାହିଁ ବୁଝିବେ ହାଙ୍କ ଭଲ ମନ୍ଦ ଲକ୍ଷ୍ମୀ ସାଇଁ। ଯମ ତାଙ୍କୁ ସ୍ତୁତି କଲା ବିଷ୍ଣୁର ସମାନେ ବୋଇଲା ବିଷ୍ଣୁର ଭକ୍ତ ଅଟ ତୁମ୍ଭେ ମାନେ। ଏହା କହି ଯମ ରାଜା ମହାଭୟ କଲା ବେଶ୍ୟା ବିପ୍ର ବ୍ରାହ୍ମଣୀର ଚରଣେ ପଡ଼ିଲା। ଗନ୍ଧ ପୁଷ୍ପ ଧୂପ ଦୀପ ବସ୍ତ୍ର ଅଳଙ୍କାରେ ଦେଇ କରି ପୂଜା କଲା ତିନିଙ୍କ ପୟରେ। ରତ୍ନ ସିଂହାସନେ ତିନି ଜଣଙ୍କୁ ବସାଇ ବିଷ୍ଣୁର ସେମାନେ ସ୍ତୁତି କଲା ଯମ ଚାହିଁ। ଭକତି ଭାବରେ ପୁଣି ତାଙ୍କୁ ଘେନି ଗଲା ବୈକୁଣ୍ଠପୁର ମଧ୍ୟେ ଛାଡ଼ି ନଇଲା। ଗନ୍ଧ ପୁଷ୍ପ ଧୂପ ଦୀପ ବସ୍ତ୍ର ଅଳଙ୍କାରେ ଦେଇ କରି ପୂଜା କଲା ତିନିଙ୍କ ପୟରେ। ରତ୍ନ ସିଂହାସନେ ତିନି ଜଣଙ୍କୁ ବସାଇ ବିଷ୍ଣୁର ସମାନେ ସ୍ତୁତି କଲା ଯମ ଚାହିଁ। ଭକତି ଭାବରେ ପୁଣି ତାଙ୍କୁ ଘେନି ଗଲା ବୈକୁଣ୍ଠପୁର ମଧ୍ୟେ ଛାଡ଼ି ନଇଲା।
ଗଣିକା ବ୍ରାହ୍ମଣୀ ହରି ଶର୍ମା ଦ୍ୱିଜବର ସବୁ ପାପ ନାଶି ଗଲେ ବୈକୁଣ୍ଠପୁର। ବେଶ୍ୟା ବ୍ରାହ୍ମଣୀ କି ହରି ଅନୁଗ୍ରହ କଲେ ଆପଣାର ନିଜ ସେବା ଅଧିକାର ଦେଲେ। ଜୟ ଶ୍ରୀକୃଷ୍ଣ।